वन्दे लोकतिलकं सततवार्ताविभूषणं अमरकृत्यसारणं प्रबुदं लोकजीवनं प्रणये प्रमथजागदीपनं वन्दे जीवनजीवनं सत्पुरुषं नमामि। प्राणरसि श्री ठाकुर जगज्जननी श्री लक्ष्मी माँ ଯୁଗାଚାର୍ଯ୍ୟ ଶିଶି ବଡ଼ଦା ଆଜିର ଭରସା ପ୍ରଧାନ ଆଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପ୍ରିୟ ଅବିନ୍ଦା ଏବଂ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ପୁଣ୍ୟ ସତ୍ସଙ୍ଗର ପୂଜ୍ୟ ପରିଚାଳକ ମନୋଜ ଦା ତଥା ପଞ୍ଜାଧାରୀ ସମସ୍ତ ରୀତିକ ମଣ୍ଡଳୀ ଅଧୈର୍ଯ୍ୟ ମଣ୍ଡଳୀ ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଆଭୂମିଷ୍ଠ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ ଗୁରୁ ମାତା ସାଧୁ ସଜ୍ଜନ ମଣ୍ଡଳୀ କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟ ଗୁରୁ ଜଣାଏ। ସର୍ବପ୍ରଥମେ ପରମ ପିତାଙ୍କ ଶରଣରେ ମୁଁ ପ୍ରାର୍ଥନା ରଖେ ଆୟାନ ସୁସ୍ୱାସ୍ଥ୍ୟ ସମ୍ବନ୍ଧିତ ଜୀବନ ପୁଣି ଫେରି ପାଉ, ନିରାମୟ ନିରୋଗ ହେଇ ପୁଣି ପରମ ପିତାଙ୍କ କର୍ମ ପାଇଁ ଆଗାମୀ ସମୟରେ ଯେମିତି ପରମ ପିତାଙ୍କ କର୍ମ କରିପାରେ ସେଭଳି ସୁଯୋଗ ପରମ ପିତା ଦିଅନ୍ତୁ ଥାଇ ପରମ ପିତାଙ୍କ ନିକଟରେ ମୋର ପ୍ରାର୍ଥନା। ତେବେ ଯାହା ହଉ ଆମମାନେ ସମସ୍ତେ ଏକତ୍ରିତ ହେଇଛେ ପରମ ପିତାଙ୍କ ଚରଣରେ, ଏହି ସତ୍ସଙ୍ଗର ମଧୁ ଚକ୍ରରେ ଆମେ ସମସ୍ତେ ଏକତ୍ରିତ ହେଇ ପରମ ପିତାଙ୍କର ଗୁଣ କୀର୍ତ୍ତନ ଶୁଣୁଥିଲେ, ସୁନ୍ଦର ଭାବରେ ପରିଚାଳନା କରୁଥିଲେ। ଆମର ନେତା ଆଜିର ସତ୍ସଙ୍ଗରେ ଯୋଗ ଦେବା ପାଇଁ ଦାଦା ମଧ୍ୟ ଫୋନ କରିଥିଲେ, ଆଉ ଚେନ୍ନାଇକେଲାର ସେ ମା ମଧ୍ୟ ଫୋନ କରିଥିଲେ, ସ୍ନେହଲତା ମା। ଜୀବସତ୍ତାର ମୂଳ ଉଦ୍ଦେଶ୍ୟ ହେଉଛି ତାର ଯୋଉ ପୁରୁଷାର୍ଥ, ମଣିଷ ଜୀବନର ଯୋଉ ବେଦାନ୍ତର ଯୋଉ ଉଲ୍ଲେଖ ରହିଛି ଯେ ଜୀବନ ତାର ପୁରୁଷାର୍ଥକୁ ସାର୍ଥକ କରିବା ପାଇଁ ଚାରିଟା ଜିନିଷର ଆବଶ୍ୟକ ପଡେ। ଚାରିଟା ଜିନିଷ ହଉଛି ଧର୍ମ ଅର୍ଥ କାମ ମୋକ୍ଷ। ଧର୍ମ କଣ? ଧର୍ମ ମାନେ ଏଇ ତଥାକଥିତ ଧର୍ମ ନୁହେଁ, ଧର୍ମ ମାନେ ଡ୍ୟୁଟି, କର୍ତ୍ତବ୍ୟ। ଆଉ ଅର୍ଥ ହଉଛି ପ୍ରସ୍ପରିଟି, ମାନେ ଯାହାକୁ ନେଇକି ସେ ପ୍ରସ୍ପର କରିପାରେ, ଉନ୍ନତି କରିପାରେ, ମେଟେରିଆଲ କମ୍ଫର୍ଟେବଲ ଯୋଉଟା ଆମେ କହିପାରୁ। ଧର୍ମ ଅର୍ଥ କାମ, କାମ ହଉଛି ପ୍ଲିଜର, ଆନନ୍ଦ। ତେଣୁ କର୍ତ୍ତବ୍ୟ, ପ୍ରାଚୁର୍ଯ୍ୟ ଆଉ ଆନନ୍ଦ, ଏଇ ତିନିଟା ହିଁ ମୂଳ ତତ୍ତ୍ୱ ନେଇକି ମଣିଷ ଚତୁର୍ଥ ପଦରେ ସେ ଉପନୀତ ହୁଏ, ତାହା ହଉଛି ମୋକ୍ଷ। ତେବେ ମୋକ୍ଷ କଣ? ମୋକ୍ଷ ସାଂସ୍କ୍ରିଟରେ ଯୋଉ ମୋକ୍ଷର ବ୍ୟାଖ୍ୟା ଅଛି, ମୋକ୍ଷ ମାନେ ମୁକ୍ତ ହବା, ଟୁ ଫ୍ରି ୟୋରସେଲ୍ଫ। ତେଣୁ କୋଉଥିରୁ ମୁକ୍ତ ହବା? ଏଇ ଯୋଉ ମଣିଷ ଜୀବନରେ ଯୋଉ ଜନ୍ମ ମୃତ୍ୟୁର ଯୋଉ ଚକ୍ର ଅଛି, ମଣିଷ ଆମେ ଜାଣିଛୁ ଦ ଆବସଲ୍ୟୁଟ ଟ୍ରୁଥ ଅଫ ଦ ଲାଇଫ ହଉଛି ଡେଥ। ମଣିଷ ଜନ୍ମ ହେଲେ ମୃତ୍ୟୁ ହୁଏ, ଇଏ ଏକ ଚିରନ୍ତନ ସତ୍ୟ ଜିନିଷ। କିନ୍ତୁ ଠାକୁର ଆଉ ପାଦେ ଆଗକୁ ଯାଇ କହନ୍ତି ଦ ଆବସଲ୍ୟୁଟ ଟ୍ରୁଥ ଅଫ ଦ ଡେଥ ଇଜ ଦ ଲାଇଫ। ମଣିଷ ମଲେ ପୁଣି ଥରେ ଜନ୍ମ ନିଏ। ଏଇ ଯୋଉ ପୁନର୍ଜନ୍ମର କଥା, ଏଇ ପୁନର୍ଜନ୍ମର କଥା ହିନ୍ଦୁ, ବୌଦ୍ଧ, ଜୈନ, ଶିଖ ଏମିତି କିଛି ସଂସ୍କୃତିରେ ଏଟାକୁ ବିଶ୍ୱାସ କରାଯାଏ। କିନ୍ତୁ ଖ୍ରୀଷ୍ଟିଆନ କି ଇସଲାମିକ ଭାବଧାରା ଭିତରେ ଯଦିଓ ସ୍ୱର୍ଗ ନର୍କର କଥା ଅଛି, କିନ୍ତୁ ପୁନର୍ଜନ୍ମଟାକୁ ସମ୍ପୂର୍ଣ୍ଣ ଭାବରେ ସେମାନେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଆମେରିକାନ ସିଷ୍ଟମରେ ଯଦି ଦେଖାଯାଏ, ଆମେରିକାରେ ଯୋଉମାନେ ଜନ୍ମ ନିଅନ୍ତି ସେମାନେ ଆଲେକ୍ଜାଣ୍ଡାର 2, 3, 4, 5 ଏମିତି କରିକି ନେମେଇ ଦିଅନ୍ତି। ତାର ଉଦ୍ଦେଶ୍ୟ ହଉଛି ଯେ ଯୋଉ ଲୋକଟା ଚାଲି ଯାଇଛି ସେ ପୁଣି ରେତ ଶରୀର ଭିତରେ, ତାଙ୍କର ସନ୍ତାନ ସନ୍ତତି ଭିତରେ, ନାତି ଅଣନାତି ଭିତରେ ସେ ପୁଣି ଥରେ ଜନ୍ମ ନବ। ଏଇ ଉଦ୍ଦେଶ୍ୟରେ ସେମାନେ ଏଇ ପ୍ରକାର ନାମକରଣ କରିଥାନ୍ତି।
ତେବେ କଥା ହଉଛି ମଣିଷ ଯୋଉ ମୁଖ୍ୟ ଏଇ ଯୋଉ ମୁକ୍ତ ହେଇଯିବ, ଏ ମୁକ୍ତ ହେଇପାରେ ନା ଯେପର୍ଯ୍ୟନ୍ତ ମଣିଷ ମୋକ୍ଷ ପ୍ରାପ୍ତି ନ ହେଇଛି। ଏଇ ଜୀବନ ଚଳଣି ଭିତରେ, ଜୀବନ ଚକ୍ର ଭିତରେ ବାର ବାର ସେ ଧରାପୃଷ୍ଠକୁ ପୁଣି ଆସେ। ତେବେ କାହିଁକି ଆସେ? ତାର ଆସିବାର ଉଦ୍ଦେଶ୍ୟ ହଉଛି ଏଇ ଜୀବନରେ ଆମେ ଅନେକ କିଛି କାମନା କରୁ। ଏଇ ଯୋଉ କାମନା କରୁ ବା ଯୋଉ ଇଚ୍ଛା ପ୍ରକାଶ କରୁ, ସେ ଇଚ୍ଛାର ଯେତେବେଳେ ପରିପୂର୍ଣ୍ଣତା ହୁଏ ନା, ସେଇ ପରିପୂର୍ଣ୍ଣତା ପାଇଁ ମଣିଷ ପୁଣି ଥରେ ଜନ୍ମ ନିଏ। ଯାହା ଠାକୁର କହୁଥିଲେ ଯେ ଆମ ପାଖରେ ଯୋଉ ଦିଟା ମାନେ ଜିନିଷ ଅଛି, ଗୋଟେ ହଉଛି ସତ୍ତା ଓ ଅସ୍ତିତ୍ୱର କଥା, ଦ ବିଙ୍ଗ ଆଣ୍ଡ ବିକମିଂ ର କଥା। ଆମ ଭିତରେ ଯୋଉ ଆତ୍ମା ଅଛି, ଯୋଉଟା ବିଙ୍ଗ ବୋଲି ଆମେ କହୁ, ଆଉ ସତ୍ତା ହଉଛି ସେ ଆତ୍ମାର ପରିପ୍ରକାଶ ହଉଛି ସତ୍ତା। ତେଣୁ ଏଇ ଯୋଉ ଆତ୍ମାର ଯୋଉ ଗତି ଅଛି, ଗୋଟେ ଶରୀର ପରେ ଆଉ ଗୋଟେ ଶରୀର ସେ ଧାରଣ କରେ। ଯୋଉ ଶରୀର ମୁଁ ଆଜି ଧାରଣ କରିଛି, ଯୋଉ ନାଁ ନେଇକି ଧାରଣ କରିଛି, କାଲି ହୁଏତ ସେ ନାଁ ନଥିବ ଆତ୍ମା ପାଇଁ, କିନ୍ତୁ ଆତ୍ମା ଥିବ। ଆତ୍ମା ହଉଛି ଅଜର ଅମର, ଏସବୁ ଆମେ ଜାଣିଛେ। ତେଣୁ ଏଇ ଯୋଉ ମୁକ୍ତିର ପଥ, ଏଇ ମୁକ୍ତିର ପଥ ପାଇଁ ମଣିଷକୁ ଆବଶ୍ୟକ ଦରକାର, ମଣିଷ ଆସକ୍ତିରେ ବନ୍ଧା, ଅହଙ୍କାରରେ ବନ୍ଧା। ମଣିଷ ପାଖରେ, ମଣିଷ ଯୋଉ ଜୀବନଟା ସୃଷ୍ଟି ହେଇଛି, ଏଇ ସୃଷ୍ଟ ହେଇଥିବା ଜୀବନ, ଏଇ ଜୀବନ ଯେତେବେଳେ ସୃଷ୍ଟି ହେଇଛି ପଞ୍ଚ ଭୂତରେ ତିଆରି ହେଇନି। ତା ସହିତ ଅହଙ୍କାର ବି ଆସିଛି, ମନ ଆସିଛି, ବୁଦ୍ଧି ଆସିଛି। ଏଇ ଅଷ୍ଟ ଏଲିମେଣ୍ଟ ବା 8ଟା ମୌଳିକ ଜିନିଷ ତା ପାଖରେ ଅଛି। ଜନ୍ମ ସହିତ ମଣିଷ ପାଖରେ ଅହଙ୍କାର ଥାଏ, ଜନ୍ମ ସହିତ ମଣିଷ ପାଖରେ ଗୋଟେ ମନ ଥାଏ, ଜନ୍ମ ହଉ ହଉ ମଣିଷ ପାଖରେ ଗୋଟେ ବୁଦ୍ଧି ଥାଏ, ଚିନ୍ତା କରିବାର ଇଣ୍ଟେଲେକ୍ଟ ବା ଇଣ୍ଟେଲିଜେନ୍ସ ପାୱାର ମଧ୍ୟ ଥାଏ। ତେଣୁ ଏଇ ଯୋଉ ଖାଲି ପଞ୍ଚଭୂତ ନୁହେଁ, ମାନେ ଯୋଉ ଆର୍ଥ, ଏୟାର, ଫାୟାର, ୱାଟର, ଏଇ ସବୁଟା 5ଟା ଏଲିମେଣ୍ଟ ନୁହେଁ, ତା ସହିତ ଏସବୁ ଜିନିଷ ମଧ୍ୟ ତା ସହିତ ସୃଷ୍ଟି ହେଇଥାଏ। ତେଣୁ ମଣିଷ ଏଇ ବୃତ୍ତି ପ୍ରବୃତ୍ତିରୁ ଯେତେ ଉର୍ଦ୍ଧ୍ୱକୁ ଯେତେବେଳେ ଉଠିପାରେ, ସେତେବେଳେ ସେ ମୁକ୍ତିର ପଥରେ ଯାଇପାରେ। ଏଇ ମୁଖ୍ୟ, ଅନେକ ସମୟରେ ଲୋକମାନେ କହନ୍ତି ଯେ ଈଶ୍ୱର ପ୍ରାପ୍ତି। ଠାକୁର ଆଲୋଚନା ପ୍ରସଙ୍ଗରେ କହୁଛନ୍ତି ଯେ ଈଶ୍ୱର ପ୍ରାପ୍ତି ନା ଈଶ୍ୱରତ୍ୱ ପ୍ରାପ୍ତି। ଈଶ୍ୱର ପ୍ରାପ୍ତି ସମ୍ଭବ ହେଇନଥାଏ। କାହିଁକି? ଈଶ୍ୱର କୌଣସି ଏକ ବସ୍ତୁ ନୁହେଁ ଯାହାକୁ ଆମେ ପାଇପାରିବା। ମଣିଷ ଜୀବନରେ ଈଶ୍ୱର ପ୍ରାପ୍ତି ଯୋଉ କଥା ଉଠେ, ଯେ ଈଶ୍ୱର ଏମିତି କୌଣସି ଏକ ବସ୍ତୁ ନୁହେଁ ଯାହାକୁ ଆମେ ପାଇକି ନେଇକି ଆମ ଆଲମିରାରେ କି ଆମ ମାନେ ପାଖରେ ରଖିପାରିବା। ଠାକୁର କହୁଛନ୍ତି ଯେ ଈଶ୍ୱରତ୍ୱ ପ୍ରାପ୍ତି ସମ୍ଭବ, ଈଶ୍ୱର ପ୍ରାପ୍ତି ସମ୍ଭବ ନୁହେଁ। ଈଶ୍ୱରତ୍ୱ ପ୍ରାପ୍ତି ସମ୍ଭବ। ଈଶ୍ୱରତ୍ୱ ପ୍ରାପ୍ତି ସମ୍ଭବ, ତା ମାନେ ଯାହା ଠାକୁର କହୁଥିଲେ ଯେ ପ୍ରତ୍ୟେକ ମଣିଷ ହଉଛି ଗୋଟେ କ୍ଷୁଦ୍ର ଭଗବାନ। ସମସ୍ତଙ୍କ ଭିତରେ ସେ ଭଗବତ ସତ୍ତା ଅଛି, ସମସ୍ତଙ୍କ ଭିତରେ ସେଇ ଭଗବତ ତତ୍ଵ ବା ଈଶ୍ୱର ତତ୍ଵ ଅଛି। ସେଥିପାଇଁ ସେ ଜେସସ୍ ଖ୍ରୀଷ୍ଟଙ୍କର କଥା ମନେ ପଡେ, ଦ ଗଡ୍ ହାଜ କ୍ରିଏଟେଡ୍ ଦ ମ୍ୟାନ୍ ଅନ୍ ହିଜ୍ ଓନ୍ ଇମେଜ ଆଣ୍ଡ ଏଭ୍ରି ହ୍ୟୁମାନ ବିଇଂ ଇଟ୍ ଇଜ ସ୍ପିରିଚୁଆଲି ଡିଭାଇନ୍। ସମସ୍ତଙ୍କ ପାଖରେ ଡିଭିନିଟି ଅଛି। ତେଣୁ ସେଇ ଦିବ୍ୟତ୍ୱର ପରିପ୍ରକାଶ କରିବାଟା ହଉଛି ଈଶ୍ୱରତ୍ୱ ପ୍ରାପ୍ତି। ନିଜ ଭିତରେ ଥିବା ଈଶ୍ୱରଙ୍କୁ ଅନୁଭବ କରିପାରିବା, ତାହା ହିଁ ହଉଛି ଈଶ୍ୱରତ୍ୱ ପ୍ରାପ୍ତି, ଆଉ ତାହା ହିଁ ହଉଛି ମୁକ୍ତିର ପଥ। ଆମେ ଏଇ ଯୋଉ ଧର୍ମ, ଅର୍ଥ, କାମ, ମୋକ୍ଷ, ଏଇ ଯୋଉ ମୋକ୍ଷ ପାଇବା ପାଇଁ ବେଦ ଶାସ୍ତ୍ରରେ ମଧ୍ୟ ଯାହା ଭଗବତ ଗୀତା ସମୟରେ ମଧ୍ୟ କୁହାଯାଇଥିଲା, 4ଟା ମାର୍ଗ ଅଛି। ଜ୍ଞାନ ଯୋଗ, 4ଟା ଯୋଗ ବା 4ଟା ଷ୍ଟେପ ଦେଇକି ମଣିଷ ଏଇ ମୁଖ୍ୟ ପଥରେ ଯାଇପାରେ।
ତାହା ହେଉଛି ଜ୍ଞାନ ଯୋଗ, କର୍ମ ଯୋଗ, ଆଉ ଭକ୍ତି ଯୋଗ, ଆଉ ରାଜ ଯୋଗ ବା ମେଡିଟେସନ। ଏଇ କର୍ମ ଯୋଗ ହେଉଛି କର୍ମ କରିବା। ଏଇ ଯୋଉ କର୍ମ କରୁ, ଏଇ କର୍ମ କରିବା ଭିତରେ ଆମେ ଅନେକ ସମୟରେ ଠାକୁର ଯୋଉଟା ଠାକୁରଙ୍କର ଭାବ ସମାଧି ସମୟରେ ଯେତେବେଳେ ଯୋଉ ଭାବବାଣୀ ଦେଇଥିଲେ, ଏଇ ଭାବବାଣୀରେ ଠାକୁର କହୁଥିଲେ ଯେ ଦି ପ୍ରକାର କର୍ମର କଥା। ଗୋଟେ ହଉଛି ବଦ୍ଧ କର୍ମ, ଆଉ ଗୋଟେ ହଉଛି ମୁକ୍ତ କର୍ମ। ବଦ୍ଧ କର୍ମ ହଉଛି କଣ? ଯେତେବେଳେ ମୁଁ କହେ ଯେ ମୁଁ ସବୁ କରୁଛି, ମୋ ଘର, ମୋ ସ୍ତ୍ରୀ, ମୋ ଝିଅ, ମୋର ସବୁ କିଛି, ମୋର ଅନୁଷ୍ଠାନ, ସବୁ କିଛି ମୋର ମୋର ମୁଁ ଯେତେବେଳେ କହେ, ଏଇ ମୋର ମୋର କହିବା ଭିତରେ କଣ ହୁଏ ନା ମୁଁ ତା ସହିତ ଆସକ୍ତିରେ ଯୁକ୍ତ ହେଇଯାଏ। ମୁଁ ମୋ ସନ୍ତାନ ସନ୍ତତିକୁ ଭଲ ପାଏ, ପ୍ରେମ କରେ, କିନ୍ତୁ ଏଇଟା ବାସ୍ତବ ପ୍ରେମ ନଥାଏ। ଇଏ ହଉଛି ଆସକ୍ତିପୂର୍ଣ୍ଣ ପ୍ରେମ, ଯେ ମୁଁ ଏଇଥିପାଇଁ କରେ କି ଭବିଷ୍ୟତରେ ମୋ ପାଇଁ ସେ କିଛି କରିବ। ତେଣୁ ସେ ଯଦି ଗୋଟେ ବଡ ଚାକିରି ପାଏ, ମତେ ଲୋକ ପ୍ରଶଂସା କରିବେ, କି ସେ ଗୋଟେ ବଡ ପଦପଦବୀରେ ରହେ, ଲୋକ ମତେ ପ୍ରଶଂସା କରିବେ। ଇଏ ହଉଛି ଏକ ଆସକ୍ତି, ଇଏ ପ୍ରେମ ନୁହେଁ। ତେଣୁ ବଦ୍ଧ କର୍ମ ଆଉ ମୁକ୍ତ କର୍ମ ଯାହା ଠାକୁର କହୁଥିଲେ, ଯେତେବେଳେ ମୁଁ ସବୁ କିଛି ମୁଁ କରୁଛି ଏବଂ ମୋର ମୋର ବୋଲି ଯେତେବେଳେ କହେ, ତାହା ହଉଛି ବଦ୍ଧ କର୍ମ। ଏଇ ବଦ୍ଧ କର୍ମ ହିଁ ଜନ୍ମ ମୃତ୍ୟୁର ଚକ୍ରକୁ ବାହାରକୁ ଯିବାକୁ ଦିଏ। ମଣିଷ ବାର ବାର ପୁଣି ଜନ୍ମ ନିଏ ଏଇ ବଦ୍ଧ କର୍ମ ପାଇଁ। ଯେତେବେଳେ ମଣିଷ ମୁକ୍ତ କର୍ମ କରେ, ନିରାସକ୍ତ ଭାବରେ ଯେତେବେଳେ ସବୁ କିଛି କରେ ଏବଂ ଭାବେ ଏ ସବୁ କିଛି ପରମ ପିତାଙ୍କର ଇଚ୍ଛା, ଆଉ ପରମ ପିତାଙ୍କ ଇଚ୍ଛାରେ ହିଁ ସବୁ କିଛି ହଉଛି, ବା ଯାହା କିଛି କରୁଛି, ଧର ମୁଁ ମୋ ସ୍ତ୍ରୀ ପାଇଁ କରୁଛି, ମୋ ଝିଅ ପାଇଁ କରୁଛି, ମୁଁ ଯଦି ଭାବେ ସେ ହଉଛନ୍ତି ପରମ ପିତାଙ୍କର ସନ୍ତାନ, ମୁଁ ତାଙ୍କ ପାଇଁ କରୁଛି, ପରମ ପିତାଙ୍କ ପାଇଁ କରୁଛି, ତେବେ ମୁଁ ମୁକ୍ତ ହେଇଯାଏ କର୍ମବନ୍ଧନରୁ। ତେଣୁ କର୍ମବନ୍ଧନରୁ ମୁକ୍ତ ହେଇଯିବା, ନିରାସକ୍ତ ହବା ହିଁ ମଣିଷକୁ ଇଏ ଜନ୍ମ କାହିଁକି, ପରଜନ୍ମରେ ମଣିଷ ମଣିଷକୁ ମଧ୍ୟ ଶାନ୍ତିର ପଥ ଦେଇଥାଏ। ତେବେ କଥା ହଉଛି କଣ, ମଣିଷ ତା ଜୀବନରେ ଯେତେ ଆନନ୍ଦ ପାଏ, ତାର ମୂଳ ହଉଛି ସେଇ ସେଇ ଭାବରୁ ହିଁ ସେ ପାଇଥାଏ, ଯୋଉଥିରେ ସେ ନିରାସକ୍ତ ରହେ। ଯେତେବେଳେ ଆସକ୍ତିପୂର୍ଣ୍ଣ ଅହଙ୍କାରପୂର୍ଣ୍ଣ ଜୀବନ ଯାପନ କରେ, ସେ ସେତେବେଳେ ଆନନ୍ଦ ପାଇପାରେ ନା। ଠାକୁର କହୁଥିଲେ ଦି ପ୍ରକାର ଶରୀର ଅଛି ଆମର। ଗୋଟେ ହଉଛି ସ୍ଥୂଳ ଶରୀର, ଯାହା ଏଇ ଅନ୍ନମୟ କୋଷ, ଆମେ ତାକୁ ଦେଖିପାରୁ, ଆମେ ଏଇ ଯୋଉ ଶରୀରଟାକୁ ଦେଖିପାରୁ, କାହିଁକି ନା ଆ ଦେଇକି ଆଲୋକ ପ୍ରବେଶ କରିପାରେ ନା। ଆମେ ସେଇ ବସ୍ତୁକୁ ଦେଖିପାରୁ ଯୋଉ ବସ୍ତୁ ଭିତରେ ଦେଇକି ଆଲୋକ ପ୍ରବେଶ କରିପାରେ ନା। ଯାହା ଭିତରେ ଦେଇକି ଆଲୋକ ପ୍ରବେଶ କରେ, ଆମେ ତାକୁ ଦେଖିପାରୁନା, ଆଉ ସେଇ ଅଦୃଶ୍ୟଟା ସେଟା ଆମ ପାଇଁ ଅଦୃଶ୍ୟ ହେଇଯାଏ। ତେଣୁ ଦୃଶ୍ୟମାନ ହଉଥିବା ଶରୀରଟା ହଉଛି ଗୋଟେ ଅନ୍ନମୟ କୋଷ। ଏଇ ଶରୀର ଆଉ ଆତ୍ମା ଭିତରେ ପାଞ୍ଚଟା କୋଷ ଅଛି। ଗୋଟେ ଅନ୍ନମୟ କୋଷ, ଗୋଟେ ପ୍ରାଣମୟ କୋଷ, ଆଉ ଗୋଟେ ମନୋମୟ କୋଷ, ଆଉ ଗୋଟେ ବିଜ୍ଞାନମୟ କୋଷ ବା ବୁଦ୍ଧି ମାନେ ଇଣ୍ଟେଲେକ୍ଚୁଆଲ ପାର୍ଟ, ଆଉ ଗୋଟେ ହଉଛି ଆନନ୍ଦମୟ କୋଷ ଯୋଉଠି ଆତ୍ମା। ତେଣୁ ଶରୀରରୁ ଆତ୍ମିକ ସ୍ତରକୁ ଗତି କରିବା ପାଇଁ, ଏ ଶାରୀରିକ ସ୍ତରରୁ ଆତ୍ମିକ ସ୍ତରକୁ ଗତି କରିବା ପାଇଁ ଏଇ ପ୍ରାଣମୟ କୋଷ, ମନୋମୟ କୋଷ ଆଉ ବିଜ୍ଞାନମୟ କୋଷ ଦେଇକି ଗତି କରିବାକୁ ପଡେ। ତେଣୁ ଆମେ ଯେତେବେଳେ ଯୋଉ ବିଧାନ ନେଇକି ମଣିଷ ଚାଲେ, ଏଇ ସବୁ ଗତି କରିବା ପାଇଁ ହେଲେ ମନ ଦେଇକି ସ୍ଥିର କରିବାକୁ ପଡେ, ମୋ ଜୀବନର ଗତି କଣ ହବା କଥା। ଆମେ ସମସ୍ତେ ନିଜ ନିଜ ବୈଶିଷ୍ଟ୍ୟରେ ଗଢା। ଏ ବୈଶିଷ୍ଟ୍ୟ କଣ? ନିଜ ଭିତରେ ଶ୍ରେଷ୍ଠ ହେଇ ଉଠୁଥିବା ଗୁଣଟା ହଉଛି ବୈଶିଷ୍ଟ୍ୟ। ତେଣୁ ମୋ ପାଖରେ କିଛିଟା ବିଶେଷ ଗୁଣ ଅଛି, ସମସ୍ତଙ୍କ ପାଖରେ କିଛି ନା କିଛି ବିଶେଷ ଗୁଣ ଅଛି, ସେଇଟା ହଉଛି ତାଙ୍କର ବୈଶିଷ୍ଟ୍ୟ। ଠାକୁର କହୁଛନ୍ତି ଯେତେବେଳେ ମଣିଷ ଇଷ୍ଟଙ୍କ ସହିତ ଯୁକ୍ତ ହେଇଯାଏ, ଇଷ୍ଟଙ୍କ ବୈଶିଷ୍ଟ୍ୟଟା ତାହାର ମଣିଷର ବୈଶିଷ୍ଟ୍ୟରେ ପରିଣତ ହୁଏ। ତେଣୁ ମୁଁ ଯେତେବେଳେ ଜୀବନ୍ତ ଭଗବାନଙ୍କ ସହିତ ଆଟାଚଡ ହୁଏ ବା ତାଙ୍କର ଅନୁସରଣ କରେ, ସେତେବେଳେ ତାଙ୍କର ବୈଶିଷ୍ଟ୍ୟଟା ମୋର ବୈଶିଷ୍ଟ୍ୟରେ ରୂପାନ୍ତରିତ ହେଇଯାଏ। ସେଇଟା ହିଁ ମୁଖ୍ୟ ଜିନିଷ, ଯାହା ମଣିଷ ଏକ ସାଧାରଣ ମାନବରୁ ଏକ ଅତି ମାନବୀୟ
ଦିବ୍ୟତର ପରିପ୍ରକାଶ ହୁଏ ତା ଭିତରେ। ତେଣୁ ମୁଁ ଯାହା କରେ ମୋ ହିସାବରେ କରେ, ମୋ ହିସାବରେ କରେ। ମୁଁ ମୋ ଇଚ୍ଛାରେ ଉଠେ, ମୋ ଇଚ୍ଛାରେ ଗାଧାଏ, ମୋ ଇଚ୍ଛାରେ ଖାଏ, ମୋର ହିସାବରେ ଚାଲେ, ମୋ ହିସାବରେ ମୁଁ ସବୁ କିଛି କରେ। ଅଫିସ ଯିବାଟା କଣ ହୁଏ, ଅଫିସ ଟାଇମ ହେଲେ ମତେ ଅଫିସ ଯିବାକୁ, କାରଣ ଅଫିସ ଗୋଟେ ନିର୍ଦ୍ଦିଷ୍ଟ ଟାଇମ ଅଛି, ତାକୁ ବାଧ୍ୟ ହେଇକି ଯାଏ। କିନ୍ତୁ ଅନ୍ୟ ସମୟ ଗୁଡାକ, ଅନ୍ୟ ସବୁ ସମସ୍ତ ଜିନିଷରେ ମୁଁ ଇଣ୍ଡିପେଣ୍ଡେଣ୍ଟଲି କର୍ମ କରେ, ମୁକ୍ତ ଭାବରେ କର୍ମ କରେ। ଯେତେବେଳେ ମୁକ୍ତ ଭାବରେ କର୍ମ କରେ, ମୁଁ ଏବେ ଗୋଟେ ବୁର୍ଲା ଇଞ୍ଜିନିୟରିଂ କଲେଜକୁ ଯାଇଥାଏ। ସେଦିନ ମୁଁ କହିଲି ସମସ୍ତଙ୍କର ଉଠିବାର ଟାଇମ ଟା ଭିନ୍ନ ଥାଏ। ପଚାରିଲି, ସମସ୍ତେ ଭିନ୍ନ ଭିନ୍ନ ସମୟରେ ଉଠନ୍ତି। ମୁଁ କହିଲି ଯଦି ଆମେ ସମସ୍ତେ ଭିନ୍ନ ଭିନ୍ନ ସମୟରେ ଏଇଠି ଉଠୁ, ସେଇଟା ହଉଛି ଆମର ଧର୍ମ ବା ଆମର କର୍ତ୍ତବ୍ୟ କରୁଛୁ। କିନ୍ତୁ ଯେତେବେଳେ ଇଷ୍ଟଙ୍କ ସହିତ ଯୁକ୍ତ ହେଇଯାଏ, ଇଷ୍ଟଙ୍କ ମାଫିକ ଯେତେବେଳେ ଜୀବନ ଧାରଣ କରେ, ତ ଇଷ୍ଟଙ୍କ ନିର୍ଦ୍ଦେଶିତ ପଥରେ ଯେତେବେଳେ ଜୀବନ ଧାରଣ କରେ, ସେତେବେଳେ କଣ ହୁଏ, ମୁଁ ପ୍ରକୃତିର ନିୟମକୁ ମାନିକି ଚାଲେ। ଯେତେବେଳେ ପ୍ରକୃତିର ନିୟମକୁ ମାନିକି ଚାଲେ, ମୁଁ ଏକ ପ୍ରକୃଷ୍ଟ ହେଇ ଉଠେ। ମୁଁ ପ୍ରକୃଷ୍ଟ ହେଇପରେ ସୁସ୍ୱାସ୍ଥ୍ୟ ସମ୍ବନ୍ଧିତ ଜୀବନଟାକୁ ମୁଁ ଧାରଣ କରିପାରେ। ଯୋଉ ଧର୍ମ ଅର୍ଥ କାମ ମୋକ୍ଷ, ଇଏ ସବୁ ତାରି ଭିତରେ ସମାହିତ ହେଇ ଉଠେ, ମୁଁ ଯେତେବେଳେ ସେଇ ଧାରଣକୁ ନେଇକି ଯାଏ। ତେବେ ଏଇ ନିର୍ଦ୍ଦେଶିତ ପଥ ଠାକୁରଙ୍କର ଆମେ ଅନେକ ସମୟରେ ଆଶୀର୍ବାଦ ମାଗୁ। ଆଶୀର୍ବାଦ କୌଣସି ଗଛର ଫଳ ନିଏ କି କୋଉଠି ପକେଟରେ ରଖିଥାଏ ଜେଜେ ବାପା କି ଗୁରୁଜନ ଆମକୁ ଦେଇ ଦିଅନ୍ତି ନା। ଆଶୀର୍ବାଦ ହଉଛି ଅନୁଶାସନ ବାଦ। ଏ ଅନୁଶାସନବାଦଟାକୁ ଆମେ ଯଦି ଆଶୀର୍ବାଦର ମାନେ ହଉଛି ଅନୁଶାସନବାଦ, ତାଙ୍କର ନିର୍ଦ୍ଦେଶିତ ପଥକୁ ମାନିକି ଚାଲିବାଟା ହଉଛି ଆଶୀର୍ବାଦ। ମୁଁ ମୋ ବାପା ମାଙ୍କୁ ପ୍ରଣାମ କରେ, କିନ୍ତୁ ତାଙ୍କ କଥା ମାନେ ନା, ତେବେ ଆଶୀର୍ବାଦ ମୋ ପାଖରେ ଆସେ ନା। ମୁଁ ଗୁରୁଜନଙ୍କୁ ପ୍ରଣାମ କରେ, କିନ୍ତୁ ତାଙ୍କ କଥା ମାନେ ନା, ସେଥିରେ ମତେ କିଛି ଆଶୀର୍ବାଦ ମିଳେ ନା। ମୁଁ ଯେତେବେଳେ ତାଙ୍କ କଥା ମାନେ, ଗୁରୁଙ୍କର କଥା ମାନେ, ତାଙ୍କର ଆଶୀର୍ବାଦ ମତେ ପ୍ରାପ୍ତ ହୁଏ, ନତୁବା ହୁଏ ନା। ତେବେ ଏଇ ଯୋଉ ମୁକ୍ତିର ପଥ କହୁଛି, ଏଇ ଯୋଉ ମୁକ୍ତିର କଥା ଯଦି ଆମେ କହୁ, ଏଥିରେ କଣ ହୁଏ ନା, ଆମେ ଯେତେବେଳେ ମୁଁ ମୋର ବୋଲି କହେ, ମୁଁ ଘର କରୁଛି, ମୋର ଏଇ ଅନୁଷ୍ଠାନ ଅଛି, ମୋର ଦୋକାନ ଅଛି, ମୋର ଇଏ ଅଛି, ସେ ଅଛି, ମୋର ଗାଡି, ମୋର ସବୁ ଯେତେବେଳେ ମୋର କୁହେ, ଯୋଉ ଠାକୁର କହୁଥିଲେ ଯେ ଦିଟା ଶରୀର ଅଛି, ଗୋଟେ ପ୍ରୋଟୋପ୍ଲାଜମିକ ବଡି, ଆଉ ଗୋଟେ ହଉଛି ଏକ୍ଟୋପ୍ଲାଜମିକ ବଡି ବା ଗୋଟେ ସୂକ୍ଷ୍ମ ଶରୀର, ଯୋଉଟାକୁ ଆମେ ଦେଖିପାରୁନା। ମଣିଷ ଯେତେବେଳେ ମୃତ୍ୟୁ ହେଇଯାଏ, ତା ଭିତରେ ଯୋଉ ଆସକ୍ତି ଥାଏ, ସବୁ ଯୋଉ ମୋର କହୁଥାଏ, ଏଇ ଯୋଉ ମନମୟ କୋଷ, ପ୍ରାଣମୟ କୋଷ ଆଉ ବିଜ୍ଞାନମୟ କୋଷ ସେଇ ସୂକ୍ଷ୍ମ ଶରୀର ଭିତରେ ଥାନ୍ତି। ତେଣୁ ମନ ଦେଇକି ଆମେ ଯୋଉ ଥଟ୍ସଟା ଆସେ, ସେ ଇଥରିଆଲ ମିଡିୟମରେ ତାହା ମଧ୍ୟ ଜୀବିତ ରହେ, ବଞ୍ଚିକି ରହେ। ତେବେ ମଣିଷଟା ଯେତେବେଳେ ମରିଯାଏ, ଏଇ ଜୀବନରେ ଆସକ୍ତି ପାଇଁ ସେ ଅନେକ ଦୁଃଖ ପାଏ, ସବୁ ମୋର କହିକି ଅନେକ ଦୁଃଖ ପାଏ। ଯେତେବେଳେ ମୃତ୍ୟୁ ହେଇଯାଏ, ମୃତ୍ୟୁ ପରେ ତାର ମନଟା ଥାଏ, ସେଇ ସୂକ୍ଷ୍ମ ଅବସ୍ଥାରେ ମନଟା ଥାଏ, ପ୍ରାଣବାୟୁଟା ଥାଏ, ମାନେ ସେଇଟାକୁ, ସେଇ ଆତ୍ମାଟାକୁ ବହନ କରି ନବା ପାଇଁ। ତେବେ ସେଇ ସ୍ତରରୁ ଯେତେବେଳେ ସେଇ ସ୍ତରକୁ ଯେତେବେଳେ ଯାଏ, ମନ ଦେଇକି ଯୋଉମାନେ ଆସକ୍ତିପୂର୍ଣ୍ଣ ମଣିଷ, ସବୁ ମୋର କହୁଥାନ୍ତି, ସେମାନେ ସ୍ଥୂଳ ଶରୀର ଦେଇକି, ତାଙ୍କ ଶରୀର ଦେଇକି ମୁଁ ଯାହା ମନ ଦେଇକି ବର୍ତ୍ତମାନ ଚିନ୍ତା କରେ, ମୋର ହାତ ଗୋଡ ଶରୀର ଦେଇକି ମୁଁ ତାକୁ ପ୍ରତିପାଦିତ କରିବା ପାଇଁ ଚେଷ୍ଟା କରେ ଏବଂ କରେ। କିଛି ବିଫଳ ହୁଏ, ସେଥିପାଇଁ ତ ଠାକୁର କହୁଥିଲେ ତୁମେ କିଛି ଚାହଁ ନାହିଁ। ଦୁଃଖର ମୂଳ କାରଣ ହଉଛି ତୁମେ ଚାହିଁବାଟା। ତୁମେ କିଛି ଚାହଁ ନାହିଁ, ଯାହା କିଛି ପ୍ରାପ୍ତ ହଉଛି ତାହା ହିଁ ଆନନ୍ଦ, ତାହା ହିଁ ସେଇଥିରେ ଆନନ୍ଦ ହୁଏ। ଆମେ କିନ୍ତୁ ସେମିତି କରୁନା। ଆମେ ଅନେକ ସମୟରେ ତାଙ୍କ ନିର୍ଦ୍ଦେଶିତ ପଥକୁ ମାନୁନା। ତେଣୁ ଆମେ କଣ କରୁ, ସବୁ କିଛି ଚାହିଁ ବସୁ, ସେଟା ଆମେ ଦୁଃଖ ପାଉ ଜୀବନରେ। ଆମେ କିଛି ଚାହେଁ ନା। ଯଦି କିଛି ମଣିଷ ଚାହେଁ ନା, ଯାହା ପରମ ପିତାଙ୍କ ଇଚ୍ଛାରେ ମିଳେ ତାହା ହିଁ ସବୁ କିଛି ଗ୍ରହଣ କରେ, ତାହେଲେ ସେ ସେଥିରେ ଆନନ୍ଦରେ ପାଏ। ମୋର ଟ୍ରେନରେ ଯିବାର ଅଛି, ମୁଁ ଯଦି ଆଶା କରିକି ଯାଏ ଯେ ମତେ ସିଟ୍ ମିଳିଲେ ବସିବି, ମତେ ସିଟ୍ ମିଳିଲେ ଭଲ ଲାଗିବ ବୋଲିକି, ତାହେଲେ ଯଦି ସିଟ୍ ନ ମିଳେ, ମୁଁ ଯଦି ଭିଡରେ ଛିଡା ହୁଏ କି ତଳେ ବସେ, ତାହେଲେ ମତେ କଷ୍ଟ ହୁଏ। ମୁଁ ଯଦି ସବୁ କଣ୍ଡିସନକୁ ରାଜି ଥାଏ, ଯାହା ହେଲେ ଚଳିଯିବ ବୋଲିକି, ତାହେଲେ ମତେ ସିଟ୍ ମିଳିଲେ ବହୁତ ଆନନ୍ଦ ମିଳେ। ଆଉ ଯଦି ନ ମିଳିଲେ ମଧ୍ୟ ମତେ ମାନେ ଆନନ୍ଦ, ମାନେ ଦୁଃଖ ହୁଏ ନା।
ଇଏ ହଉଛି ଦୁଃଖର ସେଇ ଜିନିଷଟା। ତେଣୁ ଏଇ ଯୋଉ ଆସକ୍ତି ଭିତରେ କଣ ହୁଏ, ମଣିଷ ଯେତେବେଳେ ସବୁ କିଛି ମୋର ମୋର କହେ, ସବୁ କିଛି ନିଜ ପାଇଁ କରିବା ପାଇଁ ଚେଷ୍ଟା କରେ, ସେ ଭିତରେ ସେ ଯୋଉ ଯୋଡି ହେଇକି ରହେ, ସେ ଯୁକ୍ତ ହେଇକି ରହେ, ଏଇ ଯୋଉ ଆସକ୍ତିଟା ଥାଏ, ଯେତେବେଳେ ମୃତ୍ୟୁ ହେଇଯାଏ, ଯୋଉ ଆମେ ସ୍ୱର୍ଗ ନର୍କ ବୋଲି କହୁ, ସେ ମୃତ୍ୟୁ ହେଇଗଲା ପରେ ମଣିଷଟା ସେଇ ମନ ଦେଇକି ଯେତେବେଳେ ପୁଣି ଚିନ୍ତା କରେ ସବୁ କିଛି କରିବା ପାଇଁ, ସବୁ କିଛି ଆଶା କରେ, ସେତେବେଳେ ତା ଶରୀର ଆଉ ନଥାଏ। ସେତେବେଳେ ଯୋଉ କଷ୍ଟ ପାଏ, ତାହା ହିଁ ବାସ୍ତବ ନର୍କ। ତେଣୁ ଏଇଠି ବଞ୍ଚିଥିଲା ବେଳେ ମଣିଷ ଯେତେବେଳେ କିଛି ଆଶା କରେ ନା, ଆଉ ଯାହା କିଛି ଈଶ୍ୱରଙ୍କ ପ୍ରଦତ୍ତ ଜିନିଷଟାକୁ ସବୁ କିଛି ଈଶ୍ୱରଙ୍କର ଇଚ୍ଛା ବୋଲିକି, ତୁମର ଇଚ୍ଛା ହିଁ ମଙ୍ଗଳ, ତାହା ହିଁ ଭାବିକି ଯେତେବେଳେ ଚାଲେ, ସେତେବେଳେ ମଧ୍ୟ ଆନନ୍ଦରେ ରହେ, ସେତେବେଳେ ପରବର୍ତ୍ତୀ ଜୀବନ ମଧ୍ୟ ଆନନ୍ଦରେ ରହେ। ତେଣୁ ସେଇ ଅବସ୍ଥାରେ ସେ କଣ ହୁଏ ନା, ଅତି ଶୀଘ୍ର ସେ ପୁଣି ଗୋଟେ ଶରୀର ପାଇବାର ବ୍ୟବସ୍ଥା ହୁଏ, ଏବଂ ତାହା ହିଁ ହଉଛି ମୁକ୍ତିର ପଥ। ତେଣୁ ଯୋଉ ମୋକ୍ଷ ହଉଛି, ମଣିଷ ଯେତେବେଳେ ମୁକ୍ତ ହେଇଯାଏ, ଏଇ ସାଂସାରିକ ମାୟାଜାଲ ବନ୍ଧନରୁ ଯେତେବେଳେ ମୁକ୍ତ ହେଇଯାଏ, ତାହା ହଉଛି ମୋକ୍ଷ। କିନ୍ତୁ ଏଇ ମୋକ୍ଷ ପାଇଁ ଈଶ୍ୱରତ୍ୱ ପ୍ରାପ୍ତି ହିଁ ମୁଖ୍ୟ ଆୟୁଧ। ଈଶ୍ୱର ପ୍ରାପ୍ତି ନୁହେଁ, ଈଶ୍ୱରତ୍ୱ ପ୍ରାପ୍ତି। ନିଜ ଭିତରେ ସେ ଈଶ୍ୱରତ୍ୱଟାକୁ ଗଜେଇ ଉଠେଇବା, ନିଜ ଈଶ୍ୱରଟାକୁ ଜାଗ୍ରତ କରିବା, ତାହା ହିଁ ହଉଛି ମୁଖ୍ୟ ଜିନିଷ। ମଣିଷ ଯେତେବେଳେ ତା ନିଜ ଭିତରେ ଈଶ୍ୱରତ୍ୱଟାକୁ ଗଜେଇ ଦିଏ, ଉଠେଇ ଜଗେଇ ଦିଏ, ତେବେ ହେଲେ ସିଏ ଆନନ୍ଦର ଅଧିକାରୀ ହୁଏ, ଏବଂ ମୁକ୍ତିର ପଥରେ ସେ ହିଁ ଅନୁଗାମନ କରେ, ଏବଂ ତାର ସମସ୍ତ ମାୟାବନ୍ଧନରୁ ସେ ମୁକ୍ତ ହେଇଯାଏ। ତେଣୁ এই ମାୟାବନ୍ଧନ ମୁକ୍ତ ହେବା ପାଇଁ ଶ୍ରୀ ଶ୍ରୀ ଠାକୁରଙ୍କର ମଧ୍ୟ ବିଧାନ, ସେଇ ପଞ୍ଚନୀତି, ଯଜଞ୍ଜାତ ନିଷ୍ଠବୃତ୍ତି, ସୁସ୍ଥହୀନ ସଦାଚାର, এই ପାଞ୍ଚଟା ନୀତିକୁ ମଣିଷ ଯେତେବେଳେ କଟାଏ କଟାଏ ପାଳନ କରେ, ସେ ଶାନ୍ତି ସୁସ୍ଥିର ଅଧିକାରୀ ହୁଏ। ଏବଂ ଏଇ ଯୋଉ ଇଷ୍ଟବୃତ୍ତି ଆମେ କରୁ, ଏ ଇଷ୍ଟ ମାନେ ହଉଛି ମଙ୍ଗଳ, ମଙ୍ଗଳର ବୃତ୍ତି। ମଙ୍ଗଳ ପାଇଁ ଆମେ ଯେତେବେଳେ କିଛି ଦାନ କରୁ, ଇଷ୍ଟବୃତ୍ତି ଆମ ଜୀବନର ସମସ୍ତ କର୍ମଫଳକୁ ଆମେ ଈଶ୍ୱରଙ୍କୁ ଦେଇଦଉ। ତେବେ କଣ ହଉଛି, ଆପଣ ଯଦି ଦେଖିବେ, ଦ୍ୱାପର ଯୁଗରେ ଯେତେବେଳେ ଶ୍ରୀକୃଷ୍ଣ ଆସିଥିଲେ, କେବଳ 4 ଜଣଙ୍କର କର୍ମଫଳକୁ ସେ ବହନ କରିଥିଲେ। ଜଣେ ଥିଲେ ଅର୍ଜୁନ, ଯିଏକି ତାଙ୍କର ଚରଣାଶ୍ରିତ ଥିଲେ, ତାଙ୍କ ନିର୍ଦ୍ଦେଶିତ ପଥରେ ସେ କର୍ମ କରୁଥିଲେ, ସେ ଯାହା କହୁଥିଲେ ସେ କରୁଥିଲେ। ତେଣୁ ତାର ସମସ୍ତ କର୍ମଫଳକୁ ସେ ବହନ କରିଥିଲେ। ଆଉ ଜଣଙ୍କର କର୍ମଫଳ ସେ ବହନ କରିଥିଲେ, ଯାହାଙ୍କୁ ସେ ଅତି ପ୍ରିୟ ଭଲ ପାଉଥିଲେ, ସେ ଥିଲେ କର୍ଣ୍ଣ। କର୍ଣ୍ଣର କର୍ମଫଳ ମଧ୍ୟ ସେ ବହନ କରିଥିଲେ। ଆଉ ହଉଛନ୍ତି ଜଣେ ବେଲାଳ ସେନ, ଭୀମଙ୍କର ଘଟୋତ୍କଚଙ୍କ ମାନେ ବେଲାଳ ସେନ ଆଉ ଘଟୋତ୍କଚ, ଏମିତି 4 ଜଣଙ୍କର କର୍ମଫଳକୁ, ବା ବେଲାଳ ସେନ ବା ବର୍ବରୀର କର୍ମଫଳ ମଧ୍ୟ ସେ, ଏଇ 4 ଜଣଙ୍କ କର୍ମଫଳକୁ ସେ ବହନ କରିଥିଲେ। କିନ୍ତୁ କଳି ଯୁଗରେ ଶ୍ରୀ ଶ୍ରୀ ଠାକୁର ପୂର୍ଣ୍ଣ ବିବର୍ତ୍ତିତ ପୁରୁଷ, এই যে বিবর্তন ভিতরে আমি আଜି ଯୋଉ ମଣିଷ ହେଇଛୁ, ଏକକୋଷୀ ପ୍ରାଣୀରୁ ଆଜି ମଣିଷ ହେଇଛୁ, ଆମେ ହଉଛି ବିବର୍ତ୍ତନର ଧାରା ଭିତରେ ଆସିଛୁ, ଇଭଲ୍ୟୁସନ ଭିତରେ ଆସିଛୁ। ସେ ଦ ପୂର୍ଣ୍ଣ ବିବର୍ଦ୍ଧିତ, ଦ କମ୍ପ୍ଲିଟ ଇଭଲ୍ଭଡ ଫର୍ମରେ ଶ୍ରୀ ଶ୍ରୀ ଠାକୁର ଆସିଥିଲେ, ଯାହାଙ୍କ ଭିତରେ ସେ ବ୍ରହ୍ମତ୍ୱର ପରିପ୍ରକାଶ ଥିଲା, ସେ ପୂର୍ଣ୍ଣ ବ୍ରହ୍ମର ସ୍ୱରୂପ ଥିଲେ। ଏବଂ ତାଙ୍କ ଭିତରେ ଯୋଉ ପୂର୍ଣ୍ଣ ବ୍ରହ୍ମତ୍ୱ ଥିଲା, ସେଥିପାଇଁ ସେ ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ବିଶ୍ୱ ଦୁନିଆକୁ ଆଚ୍ଛାଦିତ କରିଥିଲେ। ସେଥିପାଇଁ ଠାକୁର କହୁଥିଲେ, ଏ ଶବ୍ଦରୁ ହିଁ ସବୁ କିଛି ସୃଷ୍ଟି, ଏ ଶବ୍ଦରୁ ସବୁ କିଛି ସୃଷ୍ଟି। ତେଣୁ ଏ ଜିଅନ୍ତା ପୃଥିବୀଟା ହଉଛି ଶବ୍ଦର ଘନାୟିତ ରୂପ। ଏ ଜିଅନ୍ତା ପୃଥିବୀଟା ହଉଛି ଦ କଣ୍ଡେନ୍ସ ଫର୍ମ ଅଫ ଦ ସାଉଣ୍ଡ। ଯୋଉ ଆଦି ଶବ୍ଦ ଯୋଉଠୁ এই ସୃଷ୍ଟିଟା ତିଆରି ହେଇଥିଲା, ସେ ଆଦି ଶବ୍ଦ, ସେଇ ଶବ୍ଦର କମ୍ପନରେ ସବୁ କିଛି ସୃଷ୍ଟି ହେଇଛି, ଯାହା ବିଗ୍ ବ୍ୟାଙ୍ଗ ଥିଓରି କହୁ, କସ୍ମିକ ଥିଓରି କହୁ, ଠାକୁର ମଧ୍ୟ ତାହା କହୁଥିଲେ, ସେଇ କମ୍ପନରୁ ସବୁ କିଛି ସୃଷ୍ଟି ହେଇଛି। ସେଇ କମ୍ପନ, ଯୋଉ ଆଦି କମ୍ପନ, ଏଇ ତାହା ଭିତରେ ସୃଷ୍ଟି ହେଇଛି ଶିଶି, ମାନେ এই ପୂର୍ଣ୍ଣ ବ୍ରହ୍ମ, এই ଯୋଉ ସାରା ବିଶ୍ୱ ଦୁନିଆଟା, এই ବ୍ରହ୍ମ କଣ? ତେଣୁ ଠାକୁର କହୁଥିଲେ, ଯାହା ବୃଦ୍ଧିପ୍ରାପ୍ତ ହେଇ ମଧ୍ୟ ତାହା ହିଁ ରହିଛି, ତାହା ହଉଛି ବ୍ରହ୍ମ। ଶଙ୍କରାଚାର୍ଯ୍ୟ କହିଥିଲେ ଯେ ଜଗତ ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା। ବାସ୍ତବରେ କଣ ଜଗତଟା ମିଥ୍ୟା? ଘର ସଂସାର ଯାହା କିଛି ଆମେ ଦେଖୁଛେ ସବୁ କଣ ମିଛ? ସବୁ ତ ଆମ ଅଛି, ସତ ଅଛି। କିନ୍ତୁ ଠାକୁର କହୁଛନ୍ତି ବ୍ରହ୍ମ ସତ୍ୟ, ଜଗତ ବି ସତ୍ୟ। ତେଣୁ ଏଇ ଜଗତଟା ମଧ୍ୟ ସତ୍ୟ, ତେଣୁ ଏଇ ପାରିବାରିକ ଜୀବନ ମଧ୍ୟ ସତ। ଏଇ ଭିତରେ ଆନନ୍ଦ ଅଛି, କିନ୍ତୁ ଆମେ ଆନନ୍ଦଟାକୁ
ସେ ପ୍ରେମ ଭିତରେ ଆମେ ପରମ ପ୍ରେମକୁ ପାଇଛେ ଆମ ଜୀବନରେ। ସେ ପରମ ପ୍ରେମ ସେଥିପାଇଁ ବଡ଼ଦା କହୁଥିଲେ ଠାକୁରଙ୍କୁ ଯେତେ ଉପାଧି ଦେଲେ ମଧ୍ୟ ତାଙ୍କର ସେ ପରମ ପ୍ରେମ ଉପାଧିଟା ଅତି ଉଚ୍ଚ କୋଟିର ଲାଗେ, ଅତି ଭଲ ଲାଗେ। ତେବେ ସେ ହଉଛନ୍ତି ପରମ ପ୍ରେମ। କାହିଁକି? ଏ ଅଚରାଚର ବିଶ୍ୱର ସମସ୍ତ ଜୀବସତ୍ତା ପ୍ରତି ତାଙ୍କର ପ୍ରେମ ଥିଲା। ସମସ୍ତଙ୍କର ଉଦ୍ଧାର ପାଇଁ ଶ୍ରୀ ଠାକୁର ଧରାବତରଣ କରିଥିଲେ। ସମସ୍ତଙ୍କୁ ମୁଖ୍ୟ ପଥରେ ନେଇଯିବା ପାଇଁ, ଆନନ୍ଦ ପଥରେ ନେଇଯିବା ପାଇଁ। ସେଥିପାଇଁ ତ ତାଙ୍କର ବିଧାନ ଅତ୍ୟନ୍ତ ସାଇଣ୍ଟିଫିକାଲ ଥିଲା। ତେଣୁ ଜଣେ ଆଡଭୋକେଟ ଯିଏକି ସେଇ ସମୟରେ 50,000 ଟଙ୍କା ଚାର୍ଜ କରୁଥିଲେ, ଠାକୁରଙ୍କ ପାଖକୁ ଯେତେବେଳେ ଆସିଥିଲେ, ଆସିଲା ପରେ କିଛି ଦିନର ସଙ୍ଗ ଲାଭ କଲା ପରେ ସେ କହିଲେ ଯେ ଠାକୁରଙ୍କର ଦିଟା ରୂପ ଅଛି। ଗୋଟେ ମାକ୍ରୋସ୍କୋପିକାଲି ବା ସ୍ଥୂଳ ଭାବରେ ସେ ଖାଉଛନ୍ତି, ବସୁଛନ୍ତି, ଭକ୍ତମାନଙ୍କ ସହିତ କଥା ହଉଛନ୍ତି, କିନ୍ତୁ ସୂକ୍ଷ୍ମ ଭାବରେ ସାରା ବିଶ୍ୱ ଦୁନିଆକୁ ସେ ଆଚ୍ଛାଦିତ କରିକି ରଖିଛନ୍ତି। ସେଇଥିପାଇଁ ଠାକୁର କହୁଥିଲେ ଦ କଲ୍ ଅଫ୍ ୟୋର ସାଉଣ୍ଡ ରିଚେସ୍ ଟୁ ମି ବିକଜ ଆଇ ଆମ୍ ଦ ସାଉଣ୍ଡ। ତେଣୁ ଆମେ ଯଦି ତାଙ୍କୁ ଯେତେବେଳେ ନିବେଦନ କରୁ, ପ୍ରାର୍ଥନା କରୁ, ସେ ପ୍ରାର୍ଥନା ତାଙ୍କ ପାଖରେ ପହଞ୍ଚେ। ତାର ନିରାକରଣ ମଧ୍ୟ କରିଥାନ୍ତି ଠାକୁର ସେ ରାତିରେ ଶୋଇଛନ୍ତି, ହଠାତ୍ କିନି ଉଠି ପଡିକି ଠାକୁର କହୁଛନ୍ତି ଆମି ଅଛି, ଆମି ଅଛି, ଆମି ଅଛି। ଯେତେବେଳେ ସେ ଭକ୍ତ ପ୍ରଫୁଲ୍ଲଦା ପଚାରୁଛନ୍ତି, ଠାକୁର କହୁଛନ୍ତି ଆଣ୍ଟାର୍କଟିକ ମହାସାଗରରେ ଏକ ଜାହାଜ ବୁଡି ଯାଉଛି। ଦେଖନ୍ତୁ, ଠାକୁର ଶୋଇଛନ୍ତି ରାତିରେ, ସେତେବେଳେ ଟିଭି ନଥିଲା, ରେଡିଓ ନଥିଲା, ରେଡିଓ ଥିଲା ଟିଭି ନଥିଲା, କିଛି ନ୍ୟୁଜ ନଥିଲା। ଠାକୁର ହଠାତ୍ କିନା କହୁଛନ୍ତି ଏବଂ ତାର ରକ୍ଷା ପାଇଁ ଆଉ ଗୋଟେ ଜାହାଜ ଯାଇଛି, ତାକୁ ରକ୍ଷା କରାହେଲା। ଏ ସମ୍ବାଦ ସକାଳେ ରେଡିଓରେ ସମ୍ବାଦ ଦେଲା, କିନ୍ତୁ ଠାକୁରଙ୍କ ପାଖରେ ସେ ମାନେ ତାଙ୍କର ସେଇ ଯୋଉ କସ୍ମିକ କନସିୟସନେସ ଥିଲା, ବିଶ୍ୱ ଚେତନା ତାଙ୍କ ଭିତରେ ଥିଲା, ସେ ଅନୁଭବ କରିପାରିଥିଲେ। ସେଦିନ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଯେତେବେଳେ ମୃତ୍ୟୁ ହେଇଥିଲା ତାସ୍କେଣ୍ଟ ଚୁକ୍ତି ଭିତରେ, ଲାଲ ବାହାଦୁର ଶାସ୍ତ୍ରୀ ଠାକୁରଙ୍କର ପୁତ ପାଞ୍ଜା ଧରି ରୀତିକ ପାଞ୍ଜା ପାଇଥିଲେ। ଲାଲ ବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଥିଲେ ମଧ୍ୟ ଠାକୁରଙ୍କୁ ସେ ନିର୍ଭୀକ ଭାବରେ ଭଲ ପାଉଥିଲେ। ତାଙ୍କୁ ଦଣ୍ଡ ଦେଇଥିଲେ ଠାକୁର, ଯୁଆଡେ ଯିବ ଦଣ୍ଡ ନେଇକି ଯିବ। ଯେତେବେଳେ ସେ ତାସ୍କେଣ୍ଟ ଚୁକ୍ତି ପାଇଁ ଲାଲ ବାହାଦୁର ଶାସ୍ତ୍ରୀ ବାହାରିଲେ, ତାଙ୍କ ମିସେସ୍ ଧର୍ମପତ୍ନୀ ଯେତେବେଳେ ଆଣିକି ଦଣ୍ଡଟା ଦେଲେ, ଠାକୁର କହିଛନ୍ତି ଦଣ୍ଡଟା ନେଇକି ଯାଆନ୍ତୁ। ସେ ନେଇ ନଥିଲେ, କହିଲେ କୋଟ ଫୋଟ ପିନ୍ଧିଛି ଆଉ ଦଣ୍ଡଟା ନେବିନି, ତ ଦଣ୍ଡ ନେଇ ନଥିଲେ। ଯେତେବେଳେ ତାସ୍କେଣ୍ଟ ଚୁକ୍ତିରେ ତାଙ୍କ ମୃତ୍ୟୁ ହେଇଗଲା, ରାତି 2 ବାଜିଥିଲା ତାସ୍କେଣ୍ଟରେ, ସେତେବେଳେ ଭାରତରେ ଦିନ 12 ବାଜିଥିଲା। ଠାକୁର ବସିଥିଲେ, 12 ବଜେ ଭକ୍ତମାନଙ୍କ ଗହଣରେ କଥା ହଉଥିଲେ, ହଠାତ୍ କିନା ଠାକୁର ଭାବ ବିହଳ ହେଇଗଲେ ଏବଂ ଗମ୍ଭୀର ହେଇଗଲେ। କିଛି ସମୟ ପରେ ଠାକୁର କହିଲେ ଶାସ୍ତ୍ରୀଜୀ ଚଲେ ଗଏ, ଶାସ୍ତ୍ରୀଜୀ ଚଲେ ଗଏ, ଚଲେ ଗଏ। ଠାକୁର 2-3 ଥର କହିଲେ। ସେତେବେଳେ ଅନ୍ୟମାନେ ଭକ୍ତମାନେ କିଛି ବୁଝିପାରିଲେ, ଶାସ୍ତ୍ରୀଜୀ କଣ ଚଲେ ଗଏ। ଠାକୁର କାହାରି ଉତ୍ତର ଦେବା ପାଇଁ ଆଉ ରହିଲେନି। ଠାକୁର ଉଠିଗଲେ ନାଟ ମଣ୍ଡପରୁ। ସନ୍ଧ୍ୟାରେ ନ୍ୟୁଜ ଆସିଲା ଲାଲ ବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁ ହେଇଯାଇଛି। ଇଏ ହଉଛନ୍ତି ଶ୍ରୀ ଠାକୁର, ଯାହାଙ୍କ ପାଖରେ ସେଇ ପୂର୍ଣ୍ଣ ବ୍ରହ୍ମତ୍ୱ ଥିଲା। ସେଦିନ ପ୍ରଫୁଲ୍ଲଦା ଠାକୁରଙ୍କ ସାଙ୍ଗରେ ଯାଉଛନ୍ତି, ଖରା ଦିନ ହେଇଛି, ଠାକୁର ପଦ୍ମା ନଦୀରୁ ଗାଧେଇକି ଯାଉଛନ୍ତି। ଗାଧେଇ ଯିବା ବାଟରେ ଠାକୁର ଦେଖୁଛନ୍ତି ଗୋଟେ ମାନେ ପଘାରେ, ବନ୍ଧ ଉପରେ ବନ୍ଧା ହେଇଥିବା ଗୋଟେ ଗାଈଟେ ପଘାରେ ବନ୍ଧା ହେଇକି ନଦୀ ଭିତରକୁ, ପଦ୍ମା ନଦୀ ଭିତରକୁ ଝୁଲି ପଡିଛି। ମୃତ୍ୟୁ ପାଇଁ ଚିତ୍କାର, ମୃତ୍ୟୁର ସନ୍ନିକଟରେ ରହିକି ସେ ଚିତ୍କାର କରୁଛି ମୃତ୍ୟୁ ପାଇଁ। ଏବଂ ସେଇ ମୃତ୍ୟୁର ଚିତ୍କାର ଶୁଣି ଠାକୁର ପ୍ରଫୁଲ୍ଲଦାଙ୍କୁ କହିଛନ୍ତି ସେ ରସିଟାକୁ କାଟିଦିଅ, ଏବଂ ରସିଟାକୁ କାଟି ଦେଇଛନ୍ତି ପ୍ରଫୁଲ୍ଲଦା, ଏବଂ ଯାଇକି ଗାଈର ବେକରୁ ପଘା ଖୋଲି ଦେଇଛନ୍ତି ଏବଂ ଦେଖୁଛନ୍ତି ଗାଈ ପଘା ଯୋଉ ଟାଣି ହେଇକି ରହିଛି, ଗାଈର ବେକରେ ପୁରା ଚମଡା ଛାଡି ଯାଇଛି, ରକ୍ତାକ୍ତ ହେଇଯାଇଛି ଚର୍ମଟା। ପ୍ରଫୁଲ୍ଲଦା ଗାଈକୁ ଉଦ୍ଧାର କରି ଯେତେବେଳେ ଯାଇଛନ୍ତି, ଠାକୁର ବେକରେ ଗାମୁଛା ପକେଇକି ଗାଧେଇକି ଯାଉଛନ୍ତି। ଯେତେବେଳେ ଘରେ ପହଞ୍ଚିଛନ୍ତି ଠାକୁର, ଯେତେବେଳେ ସେ ଗାମୁଛାଟାକୁ କାଢିଛନ୍ତି, ଦେଖୁଛନ୍ତି ତାଙ୍କ ବେକରେ ସେ ଗାଈ ପଘାର ଚିହ୍ନ, ରକ୍ତାକ୍ତ ଚିହ୍ନ। ଇଏ କେମିତି ସମ୍ଭବ? କାରଣ ତାଙ୍କ ଭିତରେ ବିଶ୍ୱ ଚେତନା ଥିଲା, କାରଣ ତାଙ୍କ ଭିତରେ ପୂର୍ଣ୍ଣ ବ୍ରହ୍ମତ୍ୱ ଥିଲା। ପ୍ରତି ସତ୍ତାର, ପ୍ରତି ଜୀବାତ୍ମାର ସମସ୍ତ ଦୁଃଖକୁ ସେ ନିଜ ଭିତରେ ଅନୁଭବ କରିବାର ଯୋଉ କସ୍ମିକ କନସିୟସନେସ ଥିଲା, ସେଇଥିପାଇଁ ସେ ଆଜି ଶ୍ରୀ ଠାକୁର, ସେଇ ପରମ ବ୍ରହ୍ମ ପରମ ପୁରୁଷଙ୍କୁ ଆମେ ଜୀବନରେ ପାଇଛେ। ଆମ ଜୀବନ,
ଆମ ପୁରୁଷାର୍ଥ ସାର୍ଥକ ହେଇଛି ତାଙ୍କ ପାଇଁ ଏବଂ ମୁଖ୍ୟ ପଥରେ ଆମେ ମଧ୍ୟ ଗତି କରିପାରିବା। ସମସ୍ତଙ୍କର ଶାନ୍ତି ସୁସ୍ଥି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ମୋର ବକ୍ତବ୍ୟକୁ ଏଠି ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଦାଦା ଜୟ ଗୁରୁ ଦାଦା। ଜୟ ଗୁରୁ ଦାଦା, ଜୟ ଗୁରୁ। ଜୟ। ବର୍ତ୍ତମାନ ସୁଦ୍ଧା ମୋର ବରେଣ୍ୟ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ବାରିକ ଦାଦା, ଚେୟାରମ୍ୟାନ ଚାଣ୍ଡିଲ୍ୟ କଲେଜ ଅଫ ସାଇନ୍ସ ଆଣ୍ଡ ଆର୍ଟସ, ପରମ ପ୍ରେମମୟ ଶ୍ରୀ ଠାକୁରଙ୍କ ଭାବଧାରା ଉପରେ ବିଶଦ ବର୍ଣ୍ଣନା କରୁଥିଲେ। ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକତାର ଏଇ ଯେଉଁ ସଙ୍ଗମର ଅପୂର୍ବ ସମନ୍ୱୟ ଆମେ ଅନୁଭବ କରୁଥିଲୁ ଦାଦାଙ୍କର ଆଲୋଚନା ମାଧ୍ୟମରେ, ବିଶେଷ କରି ବିଜ୍ଞାନ ଭିତ୍ତିକ